ବୁଢ଼ାବଳଙ୍ଗ ନଦୀରେ ବନ୍ୟା ଛାଡ଼ି ଯାଇଛି ସତ, କିନ୍ତୁ ତା ପଛରେ ଛାଡ଼ି ଯାଇଛି ଅସୁମାରୀ ଦୁଃଖ। କେବଳ ଯେ ଧନ ଜୀବନ ନଷ୍ଟ ହୋଇଛି ତା ନୁହଁ, ଚାଷ ଜମି ବି ବ୍ୟାପକ ମାତ୍ରାରେ କ୍ଷତିଗ୍ରସ୍ତ ହୋଇଛି। ତେବେ ଆମ ଅଛୁ ଇଏ ହେଉଛି ବଇଞ୍ଚା ପଞ୍ଚାୟତରେ ଆପଣ ଦେଖିପାରୁଥିବେ, ଯେତେବେଳେ ବନ୍ୟା ଜଳ ଛାଡ଼ି ଯାଇଛି ଚାଷୀମାନଙ୍କର ଦୁଃଖ କିଭଳି ଭାବରେ ଦ୍ୱିଗୁଣିତ ହୋଇଯାଇଛି। ଯେଉଁ ସୁନାର ଫସଲକୁ ସେମାନେ ଆଉ କିଛି ଦିନ ପରେ ଚାଷ କରିକି ଅମଳ କରିଥାନ୍ତେ, କିନ୍ତୁ ତାହା ଆଜି ଦେଖନ୍ତୁ ପାଣିରେ କିଭଳି ଭାବରେ ନଷ୍ଟ ହୋଇଯାଇଛି। ଯେଉଁ ଚାଷୀମାନେ ସେମାନେ ତଳି ରୋଇଥିଲେ ସେ ଚାଷ ଗୁଡ଼ିକ ନଷ୍ଟ ହୋଇଯାଇଛି, ତଳି ସମ୍ପୂର୍ଣ୍ଣ ଭାବରେ ପଚି ଯାଇଛି। ସେମାନେ ତାଙ୍କର ଏଇ ଚାଷର କ୍ଷୟକ୍ଷତି ପାଇଁ ସରକାରଙ୍କ ନିକଟରେ ଯେ ଅଭିଯୋଗ ରଖୁଛନ୍ତି ଯେ ତାଙ୍କୁ କିଭଳି ଭାବରେ କ୍ଷତିପୂରଣ କରାଯାଉ। ଆମ ସହିତ ଜଣେ ଚାଷୀ ଅଛନ୍ତି, ତାଙ୍କଠୁ ସିଧା ପ୍ରତିକ୍ରିୟା ନେବା। ଇଏ ଦେଖନ୍ତୁ, ଆପଣ ନାଁଟା କ'ଣ? ପୂର୍ଣ୍ଣଚନ୍ଦ୍ର ରାଉତ। କେତେ ଜମି ଚାଷ କରିଥିଲେ? ଜମି 3 ମାଣ କରିଥିଲି। 3 ମାଣ ଚାଷ କରିଥିଲେ। ବର୍ତ୍ତମାନ ଚାଷର ପରିସ୍ଥିତି କ'ଣ ଅଛି? ତଳା ତ ପଚି ଯାଇଛି, ଆଉ ଚାଷ କରିବା କେମିତି? ସବୁ ତଳା ପଚି ସବୁ ତଳା ପଚି। ଏବେ କ'ଣ କରିବେ ଭାବୁଛନ୍ତି? ଏବେ ଭାବୁଛ ଆଉ ନେକ୍ସଟ ଆଉ ତଳା ଯଦି ପକେଇ ହବ ତ ହବ, ନହେଲେ ନାହିଁ ଆଉ ଗଲା ସେ। ଆପଣଙ୍କର ହଉଛି ୟାକୁ ଛାଡ଼ିକି ଆଉ କେଣେ ତଳା ପକେଇବା କିମ୍ବା ଚାଷ କାମ? ନା, ଆଉ ଏଠି ଆଉ ପକେଇ ହବନି, କେଣେ ଆଉ ନାହିଁ। ଆଉ ନାହିଁ। ଆଉ କ'ଣ କହିବେ ସରକାରଙ୍କୁ, କ'ଣ ଜଣେଇବେ ଏଇ ଯେଉଁ ବନ୍ୟାର କ୍ଷତି ପରେ ପରେ କ'ଣ କେମିତିକା କ୍ଷତିପୂରଣ ଆମର ଆଉ କିଛି କରିବା ସରକାରକୁ ଆଉ ଜଣେଇଲେ ଯେ ଏଇ ସବୁ ହେଇଛି, ଆମର କ୍ଷତି ହେଇଯାଇଛି, କିଛି କରିବା ସେଇଟା କଥା। ଏବେ ପରିସ୍ଥିତି କେମିତିକା? ପାଣି ପୁରାପୁରି ଛାଡ଼ି ଯାଇଛି ନା? ପାଣି ଛାଡ଼ି ଯାଇଛି ପୁରାପୁରି, ଆଉ କିନ୍ତୁ ଚାଷ ଆଉ ହବ ନାହିଁ। ପଚିଗଲା ସବୁ ତଳା, ଫେର ପକେଇନେ ଆଉ ହବ, ଫେର 4 ମାସିଆ ଯଦି ପକେଇବ ଯଦି ହବ, ନହେଲେ ନାହିଁ। ଏ ବିହନ କେତେ ଟଙ୍କାର କ'ଣ କିଣିଥିଲେ? ବିହନ ମୁଁ 4-5 ହଜାର ଟଙ୍କା ବିହନ କିଣି ପକେଇଥିଲି। କେତେ ଜମି ଚାଷ କରିଥାନ୍ତେ? 3 ଏକର। 3 ଏକର। ଏ ଅଞ୍ଚଳର କେତେ ଚାଷୀଙ୍କର ଏଇଭଳି ଭାବରେ କ୍ଷତିଗ୍ରସ୍ତ ସବୁ? ବହୁତ ଲୋକଙ୍କର ଯାଇଛି, ଆଉ କାହାକୁ କହିବି। କେତେ ଜମି ଏ ଅଞ୍ଚଳର ସବୁ ଧାନ ଚାଷ ହୁଏ? ଚାଷ ଜମି ବହୁତ, ମାନେ ଜଣେ ଜଣେ ସବୁ କରନ୍ତି, 3 ମାଣ 4 ମାଣ ନାଁ କରନ୍ତି। ସେ ତ ତାଙ୍କର ସବୁ ଚାଲାଇ, ସେ ତ ବସିଯାଇଛି, ଜମା ହଳ ବି କରତେ ଆସୁନାହାନ୍ତି କି। ଆଉ ଯେ ତଳା ପଡ଼ିଛି ତାର ପଚି ସେଗୁଡ଼ା ହବ କି ସବୁ? କେତେ ଚାଷ, କେତେ ଏକର ଚାଷ ଜମି ଏଠି ଅଛି? ଇଆଡ଼ୁ ସବୁ ବାଟି ଜମନ୍ତି, ତାର ଯିଏ ଯାହା କରିଛନ୍ତି ନା ସବୁ। ସେଇଥିପାଇଁ କଥା, ଆଉ ଯିଏ କରିଥିଲେ ସେ ତ ଚାଲିଗଲା, ଆଉ କରିବେ କାଢ଼ୁ? ସେ ତ ମୂଳରୁ ଚାଲିଯାଇଛି, ଆଉ କରିବେ କି? ସେଇ ହଉଛି କଥା। କ'ଣ ଜଣେଇବେ ସରକାରଙ୍କୁ, ଏଠିକାର ଜନପ୍ରତିନିଧି ଏମାନଙ୍କୁ କ'ଣ କହିବେ ଯେ ଆପଣ କିଛି କ୍ଷତିପୂରଣ ଯଦି କିଛି ମିଳିବ ଯଦି, ତ ସେଇ କଥା ନାହିଁ, ଆଉ କିଛି ନହେଲେ ପୁଣି ଚାଷ କାମ? ଏବେ ତ ବନ୍ୟା ଛାଡ଼ିଗଲା, ପୁଣି କ'ଣ ପ୍ରସ୍ତୁତି? ଯଦି ଦେବେ, ଯଦି କିଛି କ୍ଷତିପୂରଣ, ଆମେ ତ ଚାଷ କରିବା ନେଇ ଚାହିଁବା। ତେବେ ଶୁଣୁଥିଲେ, ଇଏ ଜଣେ ଚାଷୀ ଥିଲେ ଯେ ତାଙ୍କ ଚାଷକୁ ନେଇକି ସେ କିଭଳି ଭାବରେ ଚିନ୍ତାଗ୍ରସ୍ତ ଅଛନ୍ତି। ଏ ଅଞ୍ଚଳର କେତେ ଚାଷୀ ଏଇଭଳିଆ କ୍ଷତିଗ୍ରସ୍ତ ହେଇଛନ୍ତି ଆଜ୍ଞା? ସବୁ ଚାଷୀ କ୍ଷତି ହେଇଛି, ସମସ୍ତଙ୍କର ତ କ୍ଷତି ହେଇଛି। ଆଉ ଆପଣଙ୍କର କେତେ ଚାଷ କ୍ଷତି ହେଇଛି? ଆମର 5 ଏକର ଖଣ୍ଡେ ଜମି କ୍ଷତି। 5 ଏକର ଜମି ଚାଷ କେମିତି? ପୁଣି ତାକୁ ଆଉ ଥରେ ବିହନ ପୁଣି ବିହନ ପକେଇ ହବନି, ଚାଷ କରିହବନି। ଆମର 3 ମାସିଆ ଆଜି ଚାଷ କରୁଛେ, ଫେର ତ ସେ ଗଇର ବିଲ ଫେର ବନ ହବ, ସେ ଚାଲିଯିବ, ସେ ତଳା ପକେଇ ହବନି। ତାହେଲେ କ'ଣ ସମ୍ପୂର୍ଣ୍ଣ ଭାବରେ ଚାଷ ଜୁଡ଼ିଗଲା ପୁରା? ଏ ବର୍ଷ ସବୁ ସମ୍ପୂର୍ଣ୍ଣ ଚାଲିଗଲା। କେତେ ଚାଷୀ କ୍ଷତିଗ୍ରସ୍ତ ହେଲେ ଏ ଗାଁରେ? ଏ ଗାଁର ଆମର 100-150 ଚାଷୀ କ୍ଷତି ହେଇଗଲେ। କେତେ ଏକର ଚାଷ ଜମି ହେଇଥିଲା? ସମକର ତ 5 ଏକର 4 ଏକର ଏଇ ସମସ୍ତ ଚାଷ 3 ଏକର ଚାଷ କରୁଛନ୍ତି। କ'ଣ ଜଣେଇବେ ଆପଣଙ୍କ ସ୍ଥାନୀୟ ବିଧାୟକ ତଥା ଜିଲ୍ଲାପାଳ ଏବଂ ସରକାରଙ୍କୁ, କ'ଣ କହିବେ? ଏଇରকম ତ ଆମର ଚାଷ ଚାଲିଛି, ବନ ହେଇଛି, ଚାଷ ଚାଲିଛି, ଆମେ କ'ଣ କରିବା? ଏଇ କଥା, ଆଉ କିଛି ସାହାଯ୍ୟ ସହଯୋଗ କିଛି କରିବା। ତେବେ ଶୁଣୁଥିଲେ, ଇଏ 2 ଜଣ ଯେଉଁ ଚାଷୀ ଥିଲେ, ସେମାନଙ୍କର ଯେଉଁ ଚାଷ ଥିଲା ସେ ଚାଷ ସମ୍ପୂର୍ଣ୍ଣ ଭାବରେ ଉଜୁଡ଼ି ଯାଇଛି। ସରକାରଙ୍କ ନିକଟରେ ସେ ଗୁହାରି କରୁଛନ୍ତି ଯେ ତାଙ୍କର ଏଇ ଯେଉଁ ଚାଷ କ୍ଷତିଗ୍ରସ୍ତ ହୋଇଛି ସେ ବାବଦରେ କିଛି କ୍ଷତିପୂରଣ ଦେଲେ ସମ୍ପୂର୍ଣ୍ଣ ଭାବରେ ନହେଲେ ବି ଅଳ୍ପ କିଛି ମାତ୍ରାରେ ତାଙ୍କର ଭରପାଇ ହୋଇପାରିବ ଏବଂ ଆଗାମୀ ଦିନରେ ସେ ଚାଷ କରିବେ। ଯେହେତୁ ଚଳିତ ବର୍ଷ ତାଙ୍କର ସମ୍ପୂର୍ଣ୍ଣ ଭାବରେ ଇଏ ତଳି ନଷ୍ଟ ହୋଇଯାଇଛି, ଆଉ ଚାଷ କରିବା ସମ୍ଭବପର ନୁହଁ, ସମ୍ପୂର୍ଣ୍ଣ ଭାବରେ ଧାନ ଚାଷ ଫସଲ ଉଜୁଡ଼ି ଯାଇଛି। ତାକୁ ନେଇକି ରାଜ୍ୟ ସରକାର ତଥା ଜିଲ୍ଲା ପ୍ରଶାସନ ଏବଂ ଜନପ୍ରତିନିଧିମାନଙ୍କୁ ସେମାନେ ସେମାନଙ୍କର ଗୁହାରି ଜଣାଇଛନ୍ତି, ତାଙ୍କୁ କିଛି କ୍ଷତିପୂରଣ ଏ ବାବଦରେ ଦିଆଯାଉ ଏବଂ ତାଙ୍କୁ ବାବଦରେ ମଧ୍ୟ ଅନ୍ୟ ଯେଉଁ ଚାଷୀମାନେ ରହିଛନ୍ତି ଏ ଅଞ୍ଚଳର, ତାଙ୍କୁ ମଧ୍ୟ ଏ ବାବଦରେ କିଛି କ୍ଷତିପୂରଣ ଦେଲେ ସେମାନେ ଆଗାମୀ ଦିନରେ ମେରୁଦଣ୍ଡକୁ ସଳଖି ଆଗାମୀ ପୁଣି ଚାଷ କାମ କାର୍ଯ୍ୟ ଆରମ୍ଭ କରିବେ। ବାଲେଶ୍ୱର ବଇଞ୍ଚାରୁ ସଞ୍ଜୟ କୁମାର, ନନ୍ଦୀ ଲାଇଭ୍।